ପାଟଣା ପିଚୁ ପଡ଼ୁ ପଡ଼ୁ ଉଠି ଯାଉଛି। ପାଟନା ବ୍ଲକ ମଲ୍ଲିପୋଷିଠାରୁ ମୁସାଖୁରୀ ଦେଇ ସରସ୍କୋଲାକୁ ଯାଇଥିବା ରାସ୍ତା ଅତି ଶୋଚନୀୟ। ବାରମ୍ବାର ଖବର ପ୍ରକାଶ ପରେ ଏହି ରାସ୍ତାରେ ପିଚୁ ପଡ଼ୁଛି। ମାତ୍ର ନିମ୍ନମାନର କାର୍ଯ୍ୟ ଯୋଗୁଁ ପିଚୁ ପଡ଼ୁ ପଡ଼ୁ ତାହା ଉଠି ଯାଉଛି। ବିଭାଗୀୟ ଯନ୍ତ୍ରୀଙ୍କ ଲାଭଖୋର ମନୋଭାବ ଯୋଗୁଁ ଏଭଳି ଅବସ୍ଥା ଦେଖାଦେଇଛି। ଏଣୁ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। କବିନ୍ଦ୍ର ରାଉତଙ୍କ ରିପୋର୍ଟ, କେଡି ନ୍ୟୁଜ୍ ଓଡ଼ିଆ। ମାଟି ଉପରେ ପକେଇ ଦେଇଛି ପିଚୁ। ରାତି କାମ କରି ଲାଗି ଦିନ ବେଳେ ଏମିତି କେମିତି କାମ କରୁଛି? 10ଟା ପର୍ସେଣ୍ଟ ଇଏ କରିଥା ମାନେ ତେଲ ଟିକେ ଢାଳି ଅଧିକ ଲାଗ ଲାଗିକିରି ମୁଁ ପାଟଣା ଗଲିନି ମାସେ। ସେଇ ରୁଟରେ ମାସେ ଗଲିନି ଡରେ କାଳେ